ନା ନା ମାଉସୀ ସେମିତି ମଦୁଆ ମାତାଲି ମତେ କୁହନ୍ତୁନି। ମୁଁ ମଦୁଆ ସହିତ ସଂସ୍କାରୀ ମଦୁଆ। ଆଉ ତାପରେ ବି ଯଦି ଆପଣ ହଁ କହିବେ ଆପଣଙ୍କ ଝିଅ ମତେ ବାହା ହେବାକୁ ରାଜ୍ୟ ହବ, ହେଇ କହିବି ମଦ ଛାଡ଼ିଦେବି। ମଦ ଛି କଣ କରିବି, ଗୋଟେ ମନ ତ ଲାଗି ଯାଇଛି, ମୁଁ କୋଉ ଛାଡ଼ିପାରୁଛି। ସେ କଥା କଣ କି, ଆମ କଲେଜରେ ଗୋଟେ ନାଚ ପ୍ରୋଗ୍ରାମ ହଉଥିଲା, ତ ମୋ ଅପା ସେଠିକି ନାଚ ମାଷ୍ଟର ନେଇ ଯାଇଥିଲେ। କିନ୍ତୁ ଯିଏ ନନ୍ଦ ପାଠ କରୁଥିଲା ତାର ଠିକ୍ ସେ ହଉନଥିଲା, କି ଯଶୋଦା ପାଠ ଯିଏ କରୁଥିଲା ତାର ବି ଠିକ୍ ସେ ହଉନଥିଲା। ତ ମୋ ଅପା କହିଲେ, ହେ ସେ ନନ୍ଦ ଯାହା ଯେମିତି ଚଳିବ, ତୁ ଯଶୋଦା ଜମା ଭିଡ଼କୁ ନୁହଁ, ତୁ ଉଠୁ ସେ ପାଠ ମୁଁ କରିବି। ବିଶ୍ୱାସ କରିବନି, ତମ ଅପା ଯେମିତି ପାଠ କରିବାକୁ ଆଇଛନ୍ତି ପେଣ୍ଡାଲ ଉପରକୁ, ମୁଁ ଚେୟାରରେ ବଇଥିଲି ଠକିନା ଡେଇଁପଇଲି। ଆଉ ନନ୍ଦ ପାଠ କରିବାକୁ କହୁଥିଲେ ନା ନନ୍ଦର ଚଳିବ ବୋଲି, ଚଳିବ କଣ ସେ ଭେଲେରି ଘର ବଳିବ ନା ଚଳିବ। ବିଶ୍ୱାସ କରିବନି, ତମ ଅପା ମତେ ନାଚ ଶିଖେଇଲେ। ଆଉ ପ୍ରଥମ ଆରମ୍ଭ କଲେ କଣ କହିଲ, ତାର କେଟେ ଥେଇ। କେମିତି ପକେଇଲେ କହିଲେ, ତାର କେଟେ ଥେଇ। ଏଇ ଯୋଉ ପକେଇ ଦେଲେ, କୋଉଠି ପକେଇଲେ, ଏଇଠି। ବିଶ୍ୱାସ କରିବନି, ମତେ ଯେମିତି ଲାଗିଲା ତୀର ଆସି ବାଜିଗଲା। କୋଉଠି, ଏଇଠି। ଯୋଉ ତୀରଟା ବାଜି ଗଲା, ମୁଁ ଯାଇ ଘରେ ଟିକେ ବଇଛି, ଥେଇ ଥେଇ ଶୋଇପଇଲି, ଥେଇ ଥେଇ ଉଠି ଟିକେ ପାଣି ପିଇଲି, ଥେଇ ଥେଇ। ଏତେ ଥେଇ ଥେଇ କାହିଁ ହବା, କଥା ଆଗକୁ ବଢେଇ ଦବା।